ଲାଇନିଂ ପାଇଁ 430 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। କେନାଲ ଆଧୁନିକୀକରଣ ତଥା ପୁରାତନ ସେଚାଞ୍ଚଳ ପୁନରୁଦ୍ଧାର ପାଇଁ ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନା ଅଧୀନରେ 240 କୋଟି ଟଙ୍କା ଓ ସେଚାଞ୍ଚଳ ଉନ୍ନୟନ ଓ ଜଳ ପରିଚାଳନା ଯୋଜନା ଅଧୀନରେ 258 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଜଳବାୟୁ ପରିବର୍ତ୍ତନ ଜନିତ ବିପର୍ଯ୍ୟୟ ପରିଚାଳନା ପାଇଁ ଆମେ ଏକ ସମନ୍ୱିତ ପନ୍ଥା ଅବଲମ୍ବନ କରିଛୁ। ଏହି ପ୍ରଣାଳୀରେ ବିପର୍ଯ୍ୟୟ ପ୍ରତିରୋଧ ଲୁଣିବନ୍ଧ ଓ ନଦୀବନ୍ଧ ନିର୍ମାଣ କାର୍ଯ୍ୟ ଅନ୍ତର୍ଭୁକ୍ତ। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରେ 193 କିଲୋମିଟର ଲମ୍ବର ଲୁଣିବନ୍ଧ ସୁଦୃଢ଼ୀକରଣ ପାଇଁ ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ପ୍ରତିରୋଧୀ ଲୁଣିବନ୍ଧ ପ୍ରକଳ୍ପ ଅଧୀନରେ ମୋଟ 757 କୋଟି ଟଙ୍କାର ପ୍ରସ୍ତାବ ରହିଛି। ଏଥିପାଇଁ 2025-26ରେ 200 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ହର ଖେତ କୋ ପାନି ଅଧୀନରେ 539 କୋଟି ଟଙ୍କା ବ୍ୟୟ ଅଟକଳରେ 574ଟି ପ୍ରକଳ୍ପର ମରାମତି, ନବୀକରଣ ଓ ପୁନରୁଦ୍ଧାର କାର୍ଯ୍ୟ ହାତକୁ ନିଆଯାଇଛି। ମୁଁ ଏହି ଯୋଜନାରେ 200 କୋଟି ଟଙ୍କା ବ୍ୟୟ ବରାଦ ଦେଉଛି। ଡ୍ରେନେଜ ଉନ୍ନତି କାର୍ଯ୍ୟକ୍ରମ ଜରିଆରେ ଡ୍ରେନେଜ ନିଷ୍କାସନ ଆମ ସରକାରଙ୍କର ଏକ ପ୍ରମୁଖ ପଦକ୍ଷେପ। 2025-26 ଆର୍ଥିକ ବର୍ଷରେ ସୁକାପାଇକା ଡ୍ରେନେଜ ଚ୍ୟାନେଲର ପୁନରୁଦ୍ଧାର ଓ ଅଶ୍ରୁଖଳା ଡ୍ରେନେଜ ଚ୍ୟାନେଲର ଉନ୍ନତୀକରଣ କାର୍ଯ୍ୟ ସହ କଟକର ପେଟାନାଳର ଅବଶିଷ୍ଟ ମରାମତି କାର୍ଯ୍ୟ, ଗଞ୍ଜାମର ବାହାନାନାଳ ଓ ବାହାଡ଼ାନାଳ ନଦୀ ମୁହାଣ ସଫା କରିବା ସହ ବାଲେଶ୍ୱରରେ ସୁବର୍ଣ୍ଣରେଖା ସଂସ୍କାର ଯୋଜନା କାର୍ଯ୍ୟ ହାତକୁ ନିଆଯିବ। 2025-26 ଆର୍ଥିକ ବର୍ଷରେ ଏହି କାର୍ଯ୍ୟକ୍ରମ ଅଧୀନରେ 360 କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି। ଜଳ ପରିଚାଳନାରେ ଉନ୍ନତି ଆଣିବା ପାଇଁ ମୋ ସରକାର କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟରକୁ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକ୍ରମ କରିବେ। ରିଅଲ ଟାଇମ୍ ବନ୍ୟା ପୂର୍ବାନୁମାନ, ପ୍ରକଳ୍ପ ତଦାରଖ, କେନାଲ ପରିଚାଳନା, ରିଅଲ ଟାଇମ୍ MIS ଡ୍ୟାସବୋର୍ଡ ପାଇଁ ଆମେ ଗୋ ୱାଟର ଇଟ୍ ମଡ୍ୟୁଲ କାର୍ଯ୍ୟକ୍ଷମ କରିବୁ। 2025-26 ଆର୍ଥିକ ବର୍ଷରେ ଏହି ପଦକ୍ଷେପଗୁଡ଼ିକ ପାଇଁ 15 କୋଟି ଟଙ୍କା ବ୍ୟୟ ବରାଦ ରଖାଯାଇଛି। ମତ୍ସ୍ୟ ଓ ପଶୁପାଳନ କ୍ଷେତ୍ର ମାଛ, ଦୁଗ୍ଧ ଓ ଅଣ୍ଡା ଉତ୍ପାଦନରେ ରାଜ୍ୟକୁ ଆତ୍ମନିର୍ଭରଶୀଳ କରିବା ଆମର ଲକ୍ଷ୍ୟ। 2036 ସୁଦ୍ଧା ବାର୍ଷିକ ମାଛ ଉତ୍ପାଦନ 33 ଲକ୍ଷ ମେଟ୍ରିକ୍ ଟନ୍, ବାର୍ଷିକ ଅଣ୍ଡା ଉତ୍ପାଦନ 1000 କୋଟି ଏବଂ ଦୈନିକ କ୍ଷୀର ଉତ୍ପାଦନ 165 ଲକ୍ଷ ଲିଟରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। 2036 ସୁଦ୍ଧା ଆମେ ସାମୁଦ୍ରିକ ଖାଦ୍ୟ ରପ୍ତାନୀକୁ ବାର୍ଷିକ 25,000 କୋଟି ଟଙ୍କାକୁ ବୃଦ୍ଧି କରିବୁ। ଏହାଦ୍ୱାରା କେବଳ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆୟ ବୃଦ୍ଧି ହେବ ନାହିଁ, ବରଂ ସେମାନଙ୍କର ପିଲାମାନଙ୍କର ପୋଷଣ ଆବଶ୍ୟକତା ମଧ୍ୟ ସ୍ଥାୟୀ ଭାବେ ପୂରଣ ହେବ। ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ପାଇଁ 1,909 କୋଟି ଟଙ୍କାର ବ୍ୟୟ ବରାଦର ପ୍ରସ୍ତାବ ରହିଛି। ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ଅଧୀନରେ ବୈଜ୍ଞାନିକ ପ୍ରଣାଳୀରେ ମତ୍ସ୍ୟ ଚାଷ, ମତ୍ସ୍ୟ ବିହନ ହାଚେରୀ, ଫାର୍ମ ପୋଖରୀ, ସଘନ ମାଛ ଚାଷ, ମତ୍ସ୍ୟ ଯନ୍ତ୍ରପାତି ଏବଂ ଉପକରଣର ଲୋକପ୍ରିୟତା, ମାଛ ଧରା ନିଷେଧ ସମୟରେ ସାମୁଦ୍ରିକ ମତ୍ସ୍ୟଜୀବୀଙ୍କୁ ଜୀବିକା ସହାୟତା ଇତ୍ୟାଦି ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏହି ଯୋଜନା ପାଇଁ ମୁଁ 235 କୋଟି ଟଙ୍କା ବ୍ୟୟ ବରାଦ ପ୍ରସ୍ତାବ ଦେଉଛି। ଆମ ସରକାର ଅମଳ ପରବର୍ତ୍ତୀ ଉତ୍ତମ ପରିଚାଳନା ଏବଂ କ୍ଷତି ହ୍ରାସ, ମାଛଧରା ବନ୍ଦର ତଥା ମାଛ ଅବତରଣ କେନ୍ଦ୍ରର ଆଧୁନିକୀକରଣ, ଉପଭୋକ୍ତାଙ୍କୁ ଉତ୍ତମ ମାନର ମାଛ ଯୋଗାଇବା, ମତ୍ସ୍ୟଜୀବୀମାନଙ୍କୁ ଉତ୍ତମ ମୂଲ୍ୟ ପ୍ରଦାନ ପାଇଁ ସୁଯୋଗ ସୃଷ୍ଟି କରିବା ପାଇଁ ଖୁଚୁରା ସ୍ୱଚ୍ଛ ମାଛ ବଜାର ନିର୍ମାଣ ଏବଂ ମୋବାଇଲ ରୋଗ ଓ ଡାଇଗ୍ନୋଷ୍ଟିକ୍ ଲାବୋରେଟୋରୀ ପ୍ରତିଷ୍ଠା କରିବା ପାଇଁ ଅର୍ଥ ବିନିଯୋଗ କରୁଛନ୍ତି। ମତ୍ସ୍ୟ ଚାଷ କ୍ଷେତ୍ରରେ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ମତ୍ସ୍ୟଜୀବୀଙ୍କୁ ଉତ୍ତମ ମୂଲ୍ୟ ଏବଂ ଭ୍ରାମ୍ୟମାଣ ରୋଗ ଓ ଡାଇଗ୍ନୋଷ୍ଟିକ୍ ପରୀକ୍ଷାଗାର ପ୍ରତିଷ୍ଠା କରାଯାଇଛି। 2025-26 ଆର୍ଥିକ ବର୍ଷରେ ଭିତ୍ତିଭୂମି ବିକାଶ ଯୋଜନା ଅଧୀନରେ 140 କୋଟି ଟଙ୍କା ବ୍ୟୟ ବରାଦ ପ୍ରସ୍ତାବ ରହିଛି। ମୁଁ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ପାଇଁ 250 କୋଟି ଟଙ୍କା ବ୍ୟୟ ବରାଦ ପ୍ରସ୍ତାବ ରଖିଛି, ଯାହା ଅମଳ ପରବର୍ତ୍ତୀ ପରିଚାଳନା ଏବଂ ମତ୍ସ୍ୟଚାଷୀଙ୍କ ଆୟ ସମେତ ମୂଲ୍ୟ ଶୃଙ୍ଖଳାର ଆଧୁନିକୀକରଣ ଏବଂ ସୁଦୃଢ଼ୀକରଣର ସହାୟତା ହେବ। ଏହି ଯୋଜନା ଅଧୀନରେ ଆମେ ସମ୍ବଲପୁରରେ ଥିବା ଅତ୍ୟାଧୁନିକ ସମନ୍ୱିତ ଆକ୍ୱା ପାର୍କ ଏବଂ ଅସ୍ତରଙ୍ଗ ମାଛଧରା ବନ୍ଦରର ଉନ୍ନତୀକରଣ ଓ ଆଧୁନିକୀକରଣ
କାର୍ଯ୍ୟ କରିବୁ। ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା ଉଦ୍ଦେଶ୍ୟରେ ସରକାର କୃଷକମାନଙ୍କୁ କ୍ଷୁଦ୍ର ଦୁଗ୍ଧ ୟୁନିଟ୍ ପ୍ରତିଷ୍ଠା ପାଇଁ ସହାୟତା ପ୍ରଦାନ କରିବା, ବାଛୁରୀ ଖାଦ୍ୟ ଓ ଗୋଖାଦ୍ୟ ଉତ୍ପାଦନ ପାଇଁ ସବସିଡି ପ୍ରଦାନ, ଗାଈମାନଙ୍କ ପାଇଁ ବୀମା ସହାୟତା ଏବଂ ଦୁଗ୍ଧ ଉତ୍ପାଦନ ହ୍ରାସ ସମୟରେ କ୍ଷୀର ଯୋଗାଣ ନିମିତ୍ତ ନଗଦ ପ୍ରୋତ୍ସାହନ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ 126 କୋଟି ଟଙ୍କାର ବ୍ୟୟବରାଦ ରହିଛି। ଏହା ବ୍ୟତୀତ କୁକୁଡ଼ା ଓ କ୍ଷୁଦ୍ର ପ୍ରାଣୀ ବିକାଶ ପାଇଁ ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା ଅଧୀନରେ 171 କୋଟି ଟଙ୍କାର ପ୍ରସ୍ତାବ ରହିଛି। ଘରୋଇ ଗୋଶାଳାମାନଙ୍କୁ ସହାୟତା ପ୍ରଦାନ, ନୂତନ ଗୋଶାଳା ପ୍ରତିଷ୍ଠା ଏବଂ 24ଟି ସହରରେ ବୁଲା ପଶୁ ଉଦ୍ଧାର ଏବଂ ଯତ୍ନ କେନ୍ଦ୍ରଗୁଡ଼ିକୁ ଯୋଗାଇ ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ କୃଷକ କଲ୍ୟାଣ ଯୋଜନା ଅଧୀନରେ 34 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଗୋମାତା ଯୋଜନା ଅଧୀନରେ ପଶୁ ରୋଗ ନିୟନ୍ତ୍ରଣ, ତୁରନ୍ତ ନିରାକରଣ ଓ ପ୍ରତିଷେଧକ ବ୍ୟବସ୍ଥା ସହିତ ପ୍ରାଣୀ ଚିକିତ୍ସାଳୟ, ଡିସ୍ପେନ୍ସରୀ, ପ୍ରାଣୀଧନ ସହାୟତା କେନ୍ଦ୍ର ତଥା ମୋବାଇଲ ଭେଟେରିନାରୀ ୟୁନିଟ୍ ମାଧ୍ୟମରେ କୃଷକମାନଙ୍କୁ ଘରେ ଘରେ ପ୍ରାଣୀ ଚିକିତ୍ସା ଯୋଗାଇ ଦେବା ପାଇଁ 55 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହା ବ୍ୟତୀତ ଜାତୀୟ ପଶୁ ସମ୍ପଦ ମିଶନ, ପଶୁ ସମ୍ପଦ ସ୍ୱାସ୍ଥ୍ୟ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଏବଂ ପଶୁ ସମ୍ପଦ ଜନଗଣନା ଏବଂ ସମନ୍ୱିତ ନମୁନା ସର୍ବେକ୍ଷଣ ପରି ବିଭିନ୍ନ କେନ୍ଦ୍ରୀୟ ଯୋଜନା ଅଧୀନରେ 155 କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଦେଶୀୟ ପ୍ରାଣୀ ପ୍ରଜାତିମାନେ ପ୍ରାକୃତିକ ଭାବରେ ସ୍ଥାନୀୟ ପରିବେଶ ସହିତ ଅନୁକୂଳ ଭାବେ ଖାପ ଖୁଆଇଥାନ୍ତି, ଯାହା ଜଳବାୟୁ ସହନଶୀଳତା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ସ୍ଥାୟୀ ପଶୁ ସମ୍ପଦ ଚାଷକୁ ପ୍ରୋତ୍ସାହିତ ଦେବା ସହିତ ଜେନେଟିକ୍ ବିବିଧତା ଏବଂ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ସୁନିଶ୍ଚିତ କରିବା ପାଇଁ ଦେଶୀ ପ୍ରଜାତିର ସଂରକ୍ଷଣ ପାଇଁ ମୁଁ ଏକ ନୂତନ ଯୋଜନାର ପ୍ରସ୍ତାବ ଦେଉଛି। ସମବାୟ ବିଭାଗ ରାଜ୍ୟରେ ସମବାୟ ସମିତିର ବ୍ୟାପକ ପହଞ୍ଚ ଓ ବିପୁଳ ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ସମବାୟ ସମିତିକୁ ସାଧାରଣ ଜନତା ଓ ବିଶେଷ କରି ସମାଜରେ ବଞ୍ଚିତ ଓ ଦୁର୍ବଳ ବର୍ଗଙ୍କ ସାମାଜିକ ଅର୍ଥନୈତିକ ବିକାଶର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଉପକରଣ ଭାବରେ ବିବେଚନା କରାଯାଇଥାଏ। 2036 ସୁଦ୍ଧା ରାଜ୍ୟର ସମସ୍ତ 55 ଲକ୍ଷ କୃଷକଙ୍କୁ ସମବାୟ ଅଧୀନରେ ଆଣିବା, ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ପ୍ୟାକ୍ସ ଏବଂ ଲ୍ୟାମ୍ପସ ଏବଂ ପ୍ରତ୍ୟେକ ପ୍ୟାକ୍ସ ଆଉ ଲ୍ୟାମ୍ପସ ଚାଷୀଙ୍କ ସମସ୍ତ ସ୍ଥାନୀୟ ଆବଶ୍ୟକତା ପୂରଣ କରିବା ପାଇଁ ବହୁମୁଖୀ ବ୍ୟବସାୟ ୟୁନିଟ୍ ଭାବରେ କାର୍ଯ୍ୟ କରିବା ଆମର ଲକ୍ଷ୍ୟ। ସମଗ୍ର ରାଜ୍ୟରେ ଆଦର୍ଶ ମଣ୍ଡି ପ୍ରତିଷ୍ଠା ପାଇଁ ମୁଁ ଏକ ନୂତନ ଯୋଜନା ପ୍ରସ୍ତାବ ଦେଉଛି। ପ୍ରାରମ୍ଭରେ ଏଭଳି 100ଟି ମଣ୍ଡି ଗଠନ କରାଯିବ, ଯେଉଁଥିରେ ବିଶ୍ରାମସ୍ଥଳ, କଭରପିଣ୍ଡି, ଶୌଚାଳୟ, ଗୋଦାମ ଏବଂ ଆଧୁନିକ ପରୀକ୍ଷଣ ଓ ଗ୍ରେଡିଂ ସୁବିଧା ଭଳି ସମସ୍ତ ଆବଶ୍ୟକ ସୁବିଧା ରହିବ। କୃଷକ ଏବଂ ଅନ୍ୟ ଦୁର୍ବଳ ବର୍ଗଙ୍କୁ ବ୍ୟାପକ ସେବା ପ୍ରଦାନ କରିବା ପାଇଁ ସମବାୟ ସମିତିର ସମ୍ଭାବନାକୁ ଦୃଷ୍ଟିରେ ରଖି ମୁଁ ସମବାୟ ବିଭାଗ ପାଇଁ 2277 କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ଦେଉଛି। ମାନ୍ୟବର ବାଚସ୍ପତି ମହୋଦୟା ଓ ମାନ୍ୟବର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି ଯେ 2025-26 କେନ୍ଦ୍ର ବଜେଟ୍ରେ କିଷାନ କ୍ରେଡିଟ୍ କାର୍ଡଧାରୀଙ୍କ ପାଇଁ ଋଣ ସୀମା 3 ଲକ୍ଷ ଟଙ୍କାରୁ 5 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା ରାଜ୍ୟର 60 ଲକ୍ଷ କିଷାନ କ୍ରେଡିଟ୍ କାର୍ଡଧାରୀ ଲାଭବାନ ହୋଇପାରିବେ। ଆମ ସରକାର ତୁରନ୍ତ ଦେୟ ପୈଠ କରୁଥିବା କୃଷକମାନଙ୍କର ପାଇଁ 0% ସୁଧ ହାରରେ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ଏବଂ 2% ସୁଧ ହାରରେ 1 ଲକ୍ଷରୁ 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ଯୋଗାଇ ଦେବା ପାଇଁ ସୁଧ ରିହାତି ପ୍ରଦାନ କରୁଛନ୍ତି। 2025-26ରେ 38 ଲକ୍ଷ ଚାଷୀଙ୍କୁ 21,000 କୋଟି ଟଙ୍କାର ଫସଲ ଋଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। କୃଷକମାନଙ୍କୁ ଫସଲ ଋଣ ପ୍ରଦାନ ପାଇଁ ସୁଧ ଛାଡ଼ ବାବଦରେ 910 କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରହିଛି। ପ୍ରକୃତିର ଅନିୟମିତତା ଯୋଗୁଁ କୃଷକମାନଙ୍କୁ ଉତ୍ପାଦନ ଜନିତ କ୍ଷୟକ୍ଷତିରୁ ରକ୍ଷା କରିବା ଏବଂ ସେମାନଙ୍କର କୃଷି କ୍ଷେତ୍ରର ଆୟ ସ୍ଥିର ରଖିବାରେ ସାହାଯ୍ୟ କରିବା ପାଇଁ ରାଜ୍ୟ ସରକାର 2016 ଖରିଫ ଋତୁରୁ ରାଜ୍ୟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ମୁଁ ଏହି ଯୋଜନା ଅଧୀନରେ 650 କୋଟି ଟଙ୍କାର ପ୍ରସ୍ତାବ ଦେଉଛି। ଫସଲ ଋଣ, ଧାନ କ୍ରୟ, ବିହନ ବ୍ୟବସାୟ, ସାର ବ୍ୟବସାୟ ଓ କୃଷି ସେବା କେନ୍ଦ୍ର ଇତ୍ୟାଦି ପାଇଁ ପ୍ୟାକ୍ସ, ଲ୍ୟାମ୍ପସ ୱାନ୍ ଷ୍ଟପ୍ ସଲ୍ୟୁସନ୍ ସେଣ୍ଟର ଭାବେ କାର୍ଯ୍ୟ କରିଥାଏ। ଅଫିସ ଗୃହ ଓ ଗୋଦାମ ନିର୍ମାଣ ପାଇଁ ମୁଁ
150 କୋଟି ଟଙ୍କା ବ୍ୟୟବରାଦ ପ୍ରସ୍ତାବ ରଖୁଛି। ଏହା ବ୍ୟତୀତ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ, କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଏବଂ ପ୍ରାଥମିକ କୃଷି ସମବାୟ ସମିତିର ଋଣ ଦେୟ ବୃଦ୍ଧି ପାଇଁ ସେମାନଙ୍କ ଇକ୍ୱିଟି ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ 2025-26 ବର୍ଷରେ ରାଜ୍ୟର କୃଷକମାନଙ୍କୁ ଆବଶ୍ୟକ କୃଷି ଋଣ ପ୍ରଦାନ କରିବାରେ ସକ୍ଷମ କରିବା ପାଇଁ ସରକାର 150 କୋଟି ଟଙ୍କାର ଅଂଶଧନ ପୁଞ୍ଜି ସହାୟତା ପ୍ରଦାନ କରିବେ। କୃଷି ଆମ ଅର୍ଥନୀତିର ଜୀବନ ରେଖା। ଆମର ଖାଦ୍ୟ ସୁରକ୍ଷା ଏବଂ ଦେଶର ସମୃଦ୍ଧି ପାଇଁ କୃଷକମାନେ ଅହରହ ସେମାନଙ୍କର ସ୍ୱେଦ ଏବଂ ରକ୍ତ ଦେଇ ଚାଲିଛନ୍ତି। ସ୍ୱଭାବ କବି ଗଙ୍ଗାଧର ମେହେରଙ୍କର ଭାଷାରେ 12 ମାସ କ୍ଷେତେ ମୋ ଲାଗିଥାଏ କାମ, ମାସେ ପକ୍ଷେ କେବେ ହେ ନଥାଏ ବିଶ୍ରାମ, କ୍ଷେତ ମୋର ଲକ୍ଷ୍ମୀର ବିପୁଳ ଭଣ୍ଡାର, ଦେଉଅଛି ଅସନ ବସନ ଇତ୍ୟାଦି ବାରମ୍ବାର। ରାଷ୍ଟ୍ର ନିର୍ମାଣରେ ସେମାନଙ୍କର ଅବଦାନକୁ ଗଭୀର ପ୍ରଶଂସା କରି ମୁଁ ଏହି କୃଷି ବଜେଟକୁ ଆମ ରାଜ୍ୟର କୃଷକ ସମୁଦାୟକୁ ସମର୍ପିତ କରୁଛି। ବାଚସ୍ପତି ମହୋଦୟା, ଏବେ ଭାଗ 2ରେ ସାଧାରଣ ବଜେଟ୍। ମାନ୍ୟବର ବାଚସ୍ପତି ମହୋଦୟା, ମୁଁ ବର୍ତ୍ତମାନ ସାଧାରଣ ବଜେଟ୍ ଉପସ୍ଥାପନ କରୁଛି। ସମୃଦ୍ଧି ଅଭିବୃଦ୍ଧି ଓ ରୋଜଗାର। ଆମେ ଏହି ବଜେଟ୍ରେ ସମୃଦ୍ଧ ଓଡ଼ିଶା 2036ର ଭିତ୍ତି ସ୍ଥାପନା କରୁଛୁ, ଯାହା ଏକ ସମୃଦ୍ଧ ଓ ସଶକ୍ତ ଓଡ଼ିଶାର ପରିକଳ୍ପନା। ଆମ ପାଇଁ ସମୃଦ୍ଧି କେବଳ ଅର୍ଥନୈତିକ ଅଭିବୃଦ୍ଧିରେ ସୀମିତ ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କ ପାଇଁ ଏହା ନିଯୁକ୍ତି ସୃଷ୍ଟି, ସାମଗ୍ରିକ ବିକାଶ ଏବଂ ସମାନ ସୁଯୋଗର ପ୍ରତୀକ। ଏହି ପରିକଳ୍ପନାକୁ ବାସ୍ତବରେ ପରିଣତ କରିବା ପାଇଁ ଆମେ ଭିତ୍ତିଭୂମି, ନଗର ଉନ୍ନୟନ, କୃଷି ଓ ଜଳସେଚନ, ପୁଞ୍ଜିନିବେଶ, ବନ୍ଦର ଭିତ୍ତିକ ବିକାଶ, ଶିଳ୍ପାୟନ ଏବଂ ସାର୍ବଜନୀନ କ୍ରୀଡ଼ା ଭଳି କ୍ଷେତ୍ର ଉପରେ ବିଶେଷ ଗୁରୁତ୍ୱ ଦେଇ ଏହି ବଜେଟ୍ ପ୍ରସ୍ତୁତ କରିଛୁ। ଏଥିସହିତ ସ୍ୱତନ୍ତ୍ର ଭାବେ ଶିକ୍ଷା, ସ୍ୱାସ୍ଥ୍ୟସେବା, ସାମାଜିକ ସୁରକ୍ଷା, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ବିକାଶ ଏବଂ ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ ସୁଦକ୍ଷ ଜନସେବା ପ୍ରଦାନ ବ୍ୟବସ୍ଥା ମାଧ୍ୟମରେ ଓଡ଼ିଶାବାସୀଙ୍କ ସାମଗ୍ରିକ ବିକାଶ ପାଇଁ ଆମେ ସମ୍ପୂର୍ଣ୍ଣ ଭାବେ ପ୍ରତିଶ୍ରୁତିବଦ୍ଧ। ଏହି ବଜେଟ୍ କେବଳ କିଛି ସଂଖ୍ୟାରେ ଉପସ୍ଥାପନା ନୁହେଁ, ବରଂ ଓଡ଼ିଶାକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଦିଗରେ ଏକ ଶକ୍ତିଶାଳୀ ଓ ନିର୍ଣ୍ଣାୟକ ପଦକ୍ଷେପ। ଭିତ୍ତିଭୂମିର ବିକାଶ ପାଇଁ ଆମେ ବର୍ତ୍ତମାନ ପର୍ଯ୍ୟାପ୍ତ ପୁଞ୍ଜିନିବେଶ କରୁଛୁ। ଚଳିତ ବର୍ଷ ଭିତ୍ତିଭୂମି କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ପାଇଁ ରାଜ୍ୟମାନଙ୍କ ପାଇଁ ସ୍ୱତନ୍ତ୍ର ସହାୟତା ଯୋଜନା ଶାସ୍କି ଅଧୀନରେ ଓଡ଼ିଶା କେନ୍ଦ୍ର ସରକାରଙ୍କଠାରୁ 7,000 କୋଟି ଟଙ୍କାର 50 ବର୍ଷ ଦୀର୍ଘମିଆଦୀ ସୁଧମୁକ୍ତ ଋଣ ଅନୁଦାନ ରୂପେ ପାଇଛି। ହୀରାକୁଦ ଏବଂ ସାତକୋଶିଆଠାରେ ପ୍ରମୁଖ ପର୍ଯ୍ୟଟନ ବିକାଶ ପ୍ରକଳ୍ପକୁ ଏହି ଯୋଜନାରେ ମଞ୍ଜୁର କରିଥିବାରୁ ମୁଁ ଆମର ଦୂରଦର୍ଶୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି। ଏହାଦ୍ୱାରା ଏହି ଦୁଇ ପର୍ଯ୍ୟଟନସ୍ଥଳୀକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀରେ ରୂପାନ୍ତରିତ କରାଯାଇପାରିବ। ସୁପରିଚାଳିତ ବନ୍ଦରଗୁଡ଼ିକ ଶସ୍ତା ପରିବହନ ଏବଂ ବାଣିଜ୍ୟ ପାଇଁ ଅତ୍ୟାବଶ୍ୟକ, ଯାହା ଉଚ୍ଚ ହାରରେ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସହାୟକ ହୋଇଥାଏ। ବନ୍ଦର ଭିତ୍ତିକ ବିକାଶ ଏହାଦ୍ୱାରା ଓଡ଼ିଶା ବିକଶିତ ଭାରତ 2047ର ଏକ ପ୍ରମୁଖ ଇଞ୍ଜିନ୍ ହୋଇପାରିବ। ଖଣିଜ ସମ୍ପଦରେ ଭରପୁର ଉର୍ବର ଚାଷ ଜମି ଏବଂ 480 କିଲୋମିଟର ସୁଦୀର୍ଘ ସମୁଦ୍ର ତଟ ସମ୍ପନ୍ନ ଓଡ଼ିଶା ଏହାର ଲାଭ ଉଠାଇବା ପାଇଁ ପ୍ରସ୍ତୁତ ରହିଛି। ମୋହନାରୁ କୋରାପୁଟ, ମଙ୍ଗଳପୁରରୁ ଆରଡ଼ି, ନୂଆପଡ଼ାରୁ ଘାଟିପଡ଼ା, କୋକ୍ସରାରୁ ନବରଙ୍ଗପୁର ଆଦି ଜାତୀୟ ରାଜପଥଗୁଡ଼ିକର ପ୍ରଶସ୍ତୀକରଣ ଓ ମଜବୁତ କରିବା ପାଇଁ 3,408 କୋଟି ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପ ମଞ୍ଜୁର କରିଥିବାରୁ ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି। ପ୍ରମୁଖ ବନ୍ଦର
ଏବଂ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ସହିତ ଆଭ୍ୟନ୍ତରୀଣ ଶିଳ୍ପାଞ୍ଚଳ ମଧ୍ୟରେ ଯୋଗାଯୋଗ ସୁଗମ କରିବା ତଥା ଓଡ଼ିଶା ବିକାଶର ସମ୍ପୂର୍ଣ୍ଣ ସମ୍ଭାବନାକୁ ଉନ୍ମୋଚନ କରିବା ସହ ରାଜ୍ୟକୁ ଦ୍ରୁତ ଅଭିବୃଦ୍ଧି ପଥରେ ଆଗେଇ ନେବା ନିମନ୍ତେ ମୁଁ କେତେକ ପ୍ରମୁଖ ସଡ଼କ ପ୍ରକଳ୍ପର ପ୍ରସ୍ତାବ ଦେଉଛି। ଏଥିରେ ମାଲକାନଗିରିର ମୋଟୁରୁ ମୟୂରଭଞ୍ଜର ତିରିଙ୍ଗକୁ ସଂଯୋଗ କରୁଥିବା ଅଟଳ ଏକ୍ସପ୍ରେସୱେ ସହ ଝାରସୁଗୁଡ଼ା ବାଲେଶ୍ୱର ନୂଆପଡ଼ା ଅସ୍ତରଙ୍ଗ ବୃନ୍ଦାବାହାଲ ଗୋପାଳପୁର ବ୍ରହ୍ମପୁର ଜୟପୁର ରାଉରକେଲା ଏବଂ ରାଉରକେଲା ଜଳେଶ୍ୱର ଭଳି ଗୁରୁତ୍ୱପୂର୍ଣ୍ଣ ସଡ଼କ କରିଡର ଅନ୍ତର୍ଭୁକ୍ତ। ଏହି ଅଭିନବ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ କେବଳ ଓଡ଼ିଶାର ପରିବହନ ନେଟୱାର୍କକୁ ଲଜିଷ୍ଟିକ୍ସ ନେଟୱାର୍କ ସୁଦୃଢ଼ କରିବ ନାହିଁ ବରଂ ଶିଳ୍ପ ସମ୍ପ୍ରସାରଣ ବାଣିଜ୍ୟ ଏବଂ ରୋଜଗାରକୁ ମଧ୍ୟ ପ୍ରୋତ୍ସାହିତ କରି ଓଡ଼ିଶାକୁ ଏକ ସମୃଦ୍ଧ ଏବଂ ଆତ୍ମନିର୍ଭରଶୀଳ ରାଜ୍ୟରେ ପରିଣତ କରିବ। ଭୁବନେଶ୍ୱରରେ କ୍ରମବର୍ଦ୍ଧିଷ୍ଣୁ ଯାନବାହନର ଭିଡ଼କୁ ଦୃଷ୍ଟିରେ ରଖି ଯାନବାହନର ପ୍ରବାହକୁ ସହଜ ଓ ସୁଗମ କରିବା ପାଇଁ ଆମେ ଏକ ବିସ୍ତୃତ ସିଟି ରୋଡ୍ ଡିକଞ୍ଜେକ୍ସନ ଯୋଜନା ପରିକଳ୍ପନା କରିଛୁ। ଏହି ପ୍ରକଳ୍ପ ପାଇଁ ପ୍ରାୟ 13,000 କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳ କରାଯାଇଛି, ଯେଉଁଥିରେ ଭୁବନେଶ୍ୱର ଆଉଟଡୋର ରିଙ୍ଗ ରୋଡ୍ ଆଦି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ହାତକୁ ନିଆଯିବ। ଏହା ବ୍ୟତୀତ ସମଗ୍ର ଓଡ଼ିଶାରେ ଯୋଗାଯୋଗକୁ ସୁଦୃଢ଼ କରିବା ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟବ୍ୟାପୀ ସଡ଼କ ନେଟୱାର୍କ ଉନ୍ନତି ଯୋଜନା ପ୍ରସ୍ତୁତ କରାଯାଇଛି। ସଡ଼କ ଉନ୍ନୟନ କାର୍ଯ୍ୟକ୍ରମ ଅଧୀନରେ ଉନ୍ନତ ସଡ଼କ ସଂଯୋଗୀକରଣ ନିମନ୍ତେ ରାଜପଥଗୁଡ଼ିକୁ 4 ଲେନ୍ ବିଶିଷ୍ଟ କରାଯିବା ସହ ପ୍ରମୁଖ ଜିଲ୍ଲା ସଡ଼କ ଓ ଅନ୍ୟାନ୍ୟ ଜିଲ୍ଲା ସଡ଼କଗୁଡ଼ିକୁ 2 ଲେନ୍ ବିଶିଷ୍ଟ ରାସ୍ତାରେ ପରିଣତ କରାଯିବ। ଏହି ଯୋଜନାରେ ପ୍ରାୟ 3,000 କିଲୋମିଟର ଦୀର୍ଘ ସଡ଼କ ନିର୍ମାଣ କରାଯିବ, ଯେଉଁଥିରେ ବ୍ରହ୍ମପୁର ଜୟପୁର 6 ଲେନ୍ ବିଶିଷ୍ଟ ଗ୍ରୀନଫିଲ୍ଡ ଏକ୍ସପ୍ରେସୱେ ଅନ୍ତର୍ଭୁକ୍ତ। 6 ଲେନ୍। ଏହାଛଡ଼ା ପ୍ରମୁଖ ପର୍ଯ୍ୟଟନସ୍ଥଳୀ ବନ୍ଦର ରେଳ ଷ୍ଟେସନ ଓ ବିମାନ ବନ୍ଦରକୁ 4 ଲେନ୍ ବିଶିଷ୍ଟ ସଡ଼କ ଏବଂ ଶିଳ୍ପପୁଞ୍ଜି ଓ ଖଣି ଅଞ୍ଚଳକୁ 6 ଲେନ୍ ବିଶିଷ୍ଟ ସଡ଼କ ଦ୍ୱାରା ସଂଯୋଗ କରାଯିବ। ଏଥିନିମନ୍ତେ ସଡ଼କ ଉନ୍ନୟନ କାର୍ଯ୍ୟକ୍ରମ ଅଧୀନରେ 6,502 କୋଟି ଟଙ୍କା ପ୍ରସ୍ତାବ ଦେଇଛି। ଖଣିଜ ସମୃଦ୍ଧ କେନ୍ଦୁଝର ଅଞ୍ଚଳରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଏବଂ ଯାନବାହନ ଚଳାଚଳକୁ ସୁଗମ କରିବା ପାଇଁ ବଡ଼ବିଲରେ ଏକ ରିଙ୍ଗ ରୋଡ୍ ନିର୍ମାଣ କରାଯିବ। ମାନ୍ୟବର ବାଚସ୍ପତି ମହୋଦୟା, ଆମ ସରକାର ରାଜପଥ ଏବଂ ଏକ୍ସପ୍ରେସୱେ ଗୁଡ଼ିକର ତ୍ୱରିତ ନିର୍ମାଣ ପାଇଁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ NHAI ଢାଞ୍ଚାରେ ଏକ ସ୍ୱୟଂଶାସିତ ସଂସ୍ଥା ଓଡ଼ିଶା ରାଜପଥ ପ୍ରାଧିକରଣ ଗଠନ କରୁଛନ୍ତି। ଆମେ ଏକ ପ୍ରଗତିଶୀଳ ସଡ଼କ ନୀତି ପ୍ରଣୟନ କରୁଛୁ, ଯେଉଁଥିରେ ପୂର୍ତ୍ତ, ଗ୍ରାମ ଉନ୍ନୟନ, ଗୃହ ନିର୍ମାଣ, ନଗର ଉନ୍ନୟନ, ଜଳ ସମ୍ପଦ ଏବଂ ପଞ୍ଚାୟତରାଜ ଓ ପାନୀୟ ଜଳ ଭଳି ବିଭାଗର ପ୍ରୟାସକୁ ସମନ୍ୱିତ କରାଯିବ। ଏହି ବିଭାଗଗୁଡ଼ିକ ମିଶି 2029-30 ସୁଦ୍ଧା 75,000 କିଲୋମିଟର ବିଶ୍ୱସ୍ତରୀୟ ସଡ଼କ ନିର୍ମାଣ କରିବେ। ପ୍ରକଳ୍ପଗୁଡ଼ିକର ଟେଣ୍ଡର ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ପାରଦର୍ଶିତା ଆଣିବା ପାଇଁ OPWD କୋଡ୍ର ବ୍ୟାପକ ସଂଶୋଧନ ପାଇଁ ଆମେ ଏକ କମିଟି ମଧ୍ୟ ଗଠନ କରିଛୁ। ଆମ ଇଞ୍ଜିନିୟରମାନଙ୍କର କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବା ପାଇଁ ଗ୍ରାମୀଣ ସଡ଼କ ଯୋଗାଯୋଗ ପ୍ରଶିକ୍ଷଣ ଏବଂ ଗବେଷଣା କେନ୍ଦ୍ରକୁ ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ କରାଯିବ, ଯାହା ସମସ୍ତ ଇଞ୍ଜିନିୟରିଂ ବିଭାଗମାନଙ୍କର ଦ୍ୱାରା ବ୍ୟବହୃତ ହେବ। ପରିବହନ ଓ ଯୋଗାଯୋଗ। ଗ୍ରାମୀଣ ପରିବହନ ଓ ଯୋଗାଯୋଗକୁ ସୁଦୃଢ଼ ଓ ସହଜଲବ୍ଧ କରିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ଏହି ପ୍ରୟାସରେ ରାଜ୍ୟବ୍ୟାପୀ ବସ୍ ସେବାର ସୁଦୃଢ଼ୀକରଣ ପାଇଁ ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନାରେ 1,085 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି 133ଟି ବସ୍ଷ୍ଟାଣ୍ଡର ପ୍ରତିଷ୍ଠା, ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ଅଟଳ ବସ୍ଷ୍ଟାଣ୍ଡ ଯୋଜନାରେ 1,266 କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି। ଏହାଦ୍ୱାରା ଯାତ୍ରୀମାନଙ୍କୁ ଉନ୍ନତ ମାନର ସେବା ଯୋଗାଇ ଦିଆଯାଇପାରିବ। ପରିବହନ କ୍ଷେତ୍ରରେ ମହିଳାଙ୍କ ସୁରକ୍ଷା ଓ ସଶକ୍ତିକରଣ ପାଇଁ ଆମ ସରକାର କେତେକ ନିର୍ଦ୍ଦିଷ୍ଟ ମାର୍ଗରେ କେବଳ ମହିଳା କର୍ମଚାରୀଙ୍କୁ ନେଇ ସ୍ୱତନ୍ତ୍ର ମହିଳା ବସ୍ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି।
निर्धारित समय ଏହି ସେବାକୁ ଆହୁରି ସମ୍ପ୍ରସାରଣ କରାଯିବ। ସରକାର IIT ମାଡ୍ରାସ ସହଯୋଗରେ ଏକ ବ୍ୟାପକ ଓଡ଼ିଶା ମେରିଟାଇମ୍ ପ୍ରସ୍ପେକ୍ଟିଭ ପ୍ଲାନ୍ ଯୋଜନା ପ୍ରସ୍ତୁତ କରିଛନ୍ତି। ଆମେ ଇଞ୍ଚୁରୀ ଏବଂ ବାହୁଦାରେ ନୂତନ ବନ୍ଦର ବିକଶିତ କରିବାକୁ ଯୋଜନା କରୁଛୁ। ଜାହାଜ ନିର୍ମାଣ ଓ ମରାମତି ପାଇଁ ମହାନଦୀ ନଦୀବନ୍ଦର ପରିକଳ୍ପନା କରାଯାଇଛି। ସୁବର୍ଣ୍ଣରେଖା ଏବଂ ଅସ୍ତରଙ୍ଗ ବନ୍ଦରକୁ ସବୁଦିନିଆ ବନ୍ଦରରେ ପରିଣତ କରିବା ପାଇଁ ଏହି ବନ୍ଦର ଦୁଇଟିକୁ ବୋଷ୍ଟ ବିଲ୍ ଓନ୍ ଅପରେଟ୍ ସେୟାର ଟ୍ରାନ୍ସଫର ମଡେଲରେ ବିକାଶ କରାଯିବ। ମୁଁ ବନ୍ଦର ବିକାଶ ପାଇଁ 107 କୋଟି ଟଙ୍କା ବ୍ୟୟବରାଦ ପ୍ରସ୍ତାବ ରଖୁଛି। ଆଭ୍ୟନ୍ତରୀଣ ଜଳ ପରିବହନ କ୍ଷେତ୍ରରେ ଜେଟିର ବିକାଶ ଓ ଆଧୁନିକୀକରଣ ମାଧ୍ୟମରେ ଯାତ୍ରୀ ସୁବିଧା ପାଇଁ 210 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଓଡ଼ିଶା ପାଇଁ 73,000 କୋଟି ଟଙ୍କାର ଅନେକ ନୂତନ ରେଳ ପ୍ରକଳ୍ପ ମଞ୍ଜୁର କରିବା ତଥା ପ୍ରକଳ୍ପଗୁଡ଼ିକୁ ଠିକ୍ ସମୟରେ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ପାଇଁ କେନ୍ଦ୍ର ବଜେଟରେ ସର୍ବାଧିକ 10,599 କୋଟି ଟଙ୍କାର ବ୍ୟୟବରାଦ କରିଥିବାରୁ ଆମେ ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦିଜୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛୁ। ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପଗୁଡ଼ିକୁ ସମର୍ଥନ କରିବା ପାଇଁ ରାଜ୍ୟ ବଜେଟରେ 300 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହି ପାଣ୍ଠି ଜମି ଅଧିକରଣ ଏବଂ ନିର୍ମାଣ ଖର୍ଚ୍ଚରେ ବ୍ୟବହାର କରାଯିବ। ଯୋଗାଯୋଗରେ ଉନ୍ନତି ଆଣିବା ଏବଂ ଆଞ୍ଚଳିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଏହା ଆମର ଅତୁଟ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ମଣିଷ ଏବଂ ସାମଗ୍ରୀ ପରିବହନ ସୁରକ୍ଷିତ ଓ ନିରାପଦ କରିବା ପାଇଁ ଆମ ସରକାର ପ୍ରାୟ 10,000 ନୂତନ ଡ୍ରାଇଭରଙ୍କୁ ତାଲିମ ଦେବେ ଏବଂ ବର୍ତ୍ତମାନର 50,000 ଡ୍ରାଇଭରଙ୍କ ଦକ୍ଷତା ବଢ଼ାଇବେ। ଗାଡ଼ି ଫିଟନେସ୍ର ସ୍ୱୟଂଚାଳିତ ଯାଞ୍ଚ ପାଇଁ ରାଜ୍ୟର 20ଟି ସ୍ଥାନରେ ଅଟୋମେଟେଡ୍ ଟେଷ୍ଟିଂ ଷ୍ଟେସନ ATS ପ୍ରତିଷ୍ଠା କରାଯିବ। ସଡ଼କ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଘରୋଇ ବସ୍ ଅପରେଟରମାନଙ୍କୁ ଉନ୍ନତ ଡ୍ରାଇଭର ସହାୟତା ବ୍ୟବସ୍ଥା, ଆଡଭାନ୍ସ ଡ୍ରାଇଭର ଆସିଷ୍ଟାଣ୍ଟ ସିଷ୍ଟମ ଆଦାସ ସ୍ଥାପନ ପାଇଁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ ପାଇଁ ଏକ ନୂତନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସଡ଼କ ସୁରକ୍ଷା ସମ୍ବନ୍ଧୀୟ ଖର୍ଚ୍ଚ ପାଇଁ 285 କୋଟି ଟଙ୍କାର ବ୍ୟୟବରାଦ ଘୋଷଣା କରି ମୁଁ ଆନନ୍ଦିତ। ବିମାନ ଭିତ୍ତିଭୂମିରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଣତ କରିବା ପାଇଁ ବିଲ୍ଡିଂ ଆଣ୍ଡ ମ୍ୟାନେଜମେଣ୍ଟ ଅଫ୍ ଏଭିଏସନ୍ ଆସେଟ୍ ଆଣ୍ଡ ନେଟୱାର୍କ ବିମାନର ଶୁଭାରମ୍ଭ ଘୋଷଣା କରି ମୁଁ ଆନନ୍ଦିତ। ପାରାଦୀପରେ ଗ୍ରୀନଫିଲ୍ଡ ବିମାନ ବନ୍ଦର ପ୍ରତିଷ୍ଠା ସମେତ ବଢ଼ୁଥିବା ଚାହିଦାକୁ ପୂରଣ କରିବା ପାଇଁ ସାରା ରାଜ୍ୟରେ ବିମାନ ବନ୍ଦରର ଆଧୁନିକୀକରଣ ଓ ସମ୍ପ୍ରସାରଣ ପାଇଁ ଏହି ବ୍ୟାପକ କାର୍ଯ୍ୟକ୍ରମ ରଖାଯାଇଛି। ଏହି ପଦକ୍ଷେପ ଅଧୀନରେ ଆମେ 10ଟି ନୂତନ ଘରୋଇ ଗନ୍ତବ୍ୟସ୍ଥଳ ଏବଂ 3ଟି ନୂତନ ଅନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳକୁ ସିଧାସଳଖ ବିମାନ ସେବା ଆରମ୍ଭ କରିବୁ, ଯାହା ଓଡ଼ିଶାର ବିମାନ ଯୋଗାଯୋଗକୁ ଯଥେଷ୍ଟ ବୃଦ୍ଧି କରିବ। ଏହା ବ୍ୟତୀତ ଓଡ଼ିଶା ନୂଆ ଗନ୍ତବ୍ୟ ନୀତି 2024ର ନିରବିଚ୍ଛିନ୍ନ ରୂପାୟନ ପାଇଁ ଆମେ ବିମାନ ସେବାରେ ପରିଚାଳନା ଖର୍ଚ୍ଚ ଏବଂ ରାଜସ୍ୱ ପ୍ରାପ୍ତି ମଧ୍ୟରେ ଥିବା ଆର୍ଥିକ ବ୍ୟବଧାନକୁ ଦୂର କରିବୁ। ଏହି ପଦକ୍ଷେପଗୁଡ଼ିକ ଏକ ବିମାନ ଚଳାଚଳ ନେଟୱାର୍କ ସୃଷ୍ଟି କରିବା ପାଇଁ ଆମର ପ୍ରତିବଦ୍ଧତାକୁ ସୂଚାଇଥାଏ। ଏହା ଅର୍ଥନୈତିକ କାର୍ଯ୍ୟକଳାପକୁ ସମର୍ଥନ କରିବା ସଙ୍ଗେ ସଙ୍ଗେ ପର୍ଯ୍ୟଟନ, ବାଣିଜ୍ୟ, ନିଯୁକ୍ତି ସୁଯୋଗ ଏବଂ ସୁଗମ ଯାତାୟାତକୁ ପ୍ରୋତ୍ସାହିତ କରିବ। ଓଡ଼ିଶାରେ ବିମାନ ଚଳାଚଳ ଭିତ୍ତିଭୂମିର ବିକାଶ ଓ ଯୋଗାଯୋଗ ବୃଦ୍ଧି ପାଇଁ 382 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସହରୀକରଣ ଅଭିବୃଦ୍ଧିର ଏକ ଇଞ୍ଜିନ୍। ଓଡ଼ିଶାରେ ସହରୀକରଣ ଅନ୍ୟ ଉନ୍ନତ ରାଜ୍ୟମାନଙ୍କ ତୁଳନାରେ ଯଥେଷ୍ଟ କମ୍। ସହର ହେଉଛି ଅର୍ଥନୈତିକ ଅଭିବୃଦ୍ଧିର ଇଞ୍ଜିନ୍। ଭୁବନେଶ୍ୱର, ଖୋର୍ଦ୍ଧା, ଜଟଣୀ, କଟକ, ପାରାଦୀପ ଓ ପୁରୀକୁ ନେଇ ପ୍ରାୟ 7,000 ବର୍ଗ କିଲୋମିଟର ପରିମିତ ଏକ ମହାନଗରୀ ବିକଶିତ କରିବାକୁ ଲକ୍ଷ୍ୟ ରଖିଛୁ। ରାଜ୍ୟର 79 ପ୍ରମୁଖ ଅଞ୍ଚଳ ଅଭିବୃଦ୍ଧି କେନ୍ଦ୍ରଗୁଡ଼ିକ ପାଇଁ ମଧ୍ୟ ଅନୁରୂପ ଆଞ୍ଚଳିକ ନଗର ଉନ୍ନୟନ ଯୋଜନା ହାତକୁ ନିଆଯିବ। ଆମ ସରକାର ଓଡ଼ିଶାର ସହରଗୁଡ଼ିକୁ ନାଗରିକମାନଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ଏକ ଜୀବନ୍ତ ସାମାଜିକ ଅର୍ଥନୈତିକ କେନ୍ଦ୍ର ଭାବରେ ପରିକଳ୍ପନା କରିଛନ୍ତି। ଏଥିପାଇଁ 408 କୋଟି ଟଙ୍କା ବ୍ୟୟଟକଳରେ ସମୃଦ୍ଧ ସହର ଯୋଜନା ଆରମ୍ଭ କରାଯାଇଛି। ଏହି ବ୍ୟାପକ ଯୋଜନାରେ ଓଡ଼ିଶାର ସହରାଞ୍ଚଳକୁ ଅଭିବୃଦ୍ଧିର ଇଞ୍ଜିନ୍ରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି, ଯାହା ଅଭିନବତା,
পোষণীয়তা এবং অন্তর্ভুক্তিকরণ দ্বারা পরিচালিত ହେବ।